ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସବୁ ସଧବା ନାରୀମାନଙ୍କ ପାଇଁ ଆଠାରୁ ଭଲ ଦିନ କିଛି ବି ନଥାଏ। ସକାଳୁ ଉଠି ନିତ୍ୟକର୍ମ ସରେ ହାତରେ ଚୁଡ଼ି ଗୋଡ଼ରେ ପାଉଁଜି ମୁଦି ସବୁ ପିନ୍ଧି ଦେଇଥିଲି। ତାପରେ ଯାଇଥିଲି ତଳକୁ ଠାକୁର ଘରେ ପୂଜା କରିବା ପାଇଁ। ପ୍ରଥମେ ବସିକି ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟେ ଫୁଲମାଳଟେ ପ୍ରସ୍ତୁତ କରୁଥିଲି। ତାପରେ ଠାକୁର ଘରର ପୂଜାଟେ ବି କେତେ ସୁନ୍ଦର ଭାବରେ କରିଦେଇଥିଲି। ଆଉ ଏପଟେ ଦେଖନ୍ତୁ ମୁଁ ପୂଜା କଲା ଭିତରେ ସ୍ୱାମୀ ମୋର ପଣସଟାକୁ କାଟି ଦେଇଥିଲେ। ଯେହେତୁ ଆଜି ସାବିତ୍ରୀ ବ୍ରତ ସେଥିପାଇଁ ମୁଁ ସ୍ୱାମୀ ଯାଇଥିଲୁ ମନ୍ଦିର। ସବୁ ମନ୍ଦିର ଯିବା ପୂର୍ବରୁ ତ ଟିକେ ରେଡି ହବାକୁ ପଡିବ, ତ ଉପରକୁ ଆସିକି ରେଡି ହେଇଗଲି। ତାପରେ ତଳକୁ ଯାଇକିରି ଗୋଡରେ ଅଳତା ଲଗେଇଥିଲି। ତାପରେ ଯାଇଥିଲି ସବୁ ମନ୍ଦିର ମାନଙ୍କୁ ଦୀପଟିଏ ଲଗେଇବା ପାଇଁ। ସାବିତ୍ରୀ ପାଇଁ ଭାରରେ ଆଣିଥିବା ଶାଢୀଟିକୁ ଏବେ ପିନ୍ଧି ଦେଇକି ପୂଜା ଥାଳି ଧରିକି ଯାଇଥିଲି ପୂଜା ପାଖକୁ। ସାବିତ୍ରୀ ବ୍ରତର ପୂଜାଟା ହଉଥିଲା ଆମ ପଡୋଶୀ ଘରେ। ଯେହେତୁ ମୁଁ ପ୍ରଥମ କରି କରୁଛି, ପ୍ରଥମେ ମୁଁ ସଂକଳ୍ପ ହେଲା ପରେ ପୂଜାଟା ଆରମ୍ଭ ହୋଇଥିଲା। ତାପରେ କିଛି ସମୟ ପରେ ପୂଜା ବି ସରି ଯାଇଥିଲା। ତାପରେ ଏଇଠି ଉପାସ ଭାଙ୍ଗିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ଆଉ ଶୁଣନ୍ତୁ ସାବିତ୍ରୀ ବ୍ରତର ଗୋଟେ ଲଙ୍ଗ ଭିଡିଓ ଆସିବ, ଦେଖିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର, ଦେଖା ହବା ଗୋଟେ ବ୍ଲଗରେ।